ଦେଖନ୍ତୁ ଆପଣମାନଙ୍କ ପାଇଁ ଗୋଟେ ନୂଆ ସୂଚନା ନେଇ ଆସିଛି, ଯାହାକି ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେଉଛି। ଏହି ସୂଚନା ଗୁଡ଼ିକ ଆପଣମାନେ ଜାଣିବା ନିହାତି ଦରକାର, ଯେଉଁଟାକି ଆପଣମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କଲେ ସରକାରଙ୍କ ତରଫରୁ କେଉଁ କେଉଁ ଯୋଜନା ଗୁଡ଼ିକରେ ଆପଣ ବାଦ୍ ପଡ଼ିଯିବେ ସବୁଦିନ ପାଇଁ। ସରକାର ଯୋଜନା ଗୁଡ଼ିକ କହିବାକୁ ଗଲେ ଆପଣମାନଙ୍କର ପିଏମ୍ କିଷାନ ଯୋଜନାରୁ ଆପଣମାନେ କିସ୍ତି ଟଙ୍କା ପାଉଥିଲେ ବାଦ୍ ପଡ଼ିଯିବେ। ସିଏମ୍ କିଷାନରୁ ଯଦି କିସ୍ତି ଟଙ୍କା ପାଉଥିବେ ବାଦ୍ ପଡ଼ିଯିବେ। ସୁଭଦ୍ରା ଯୋଜନାରେ ଯଦି ଆପଣମାନେ ସାମିଲ ହୋଇ କିସ୍ତି ଟଙ୍କା ପାଉଥିବେ ଆପଣମାନଙ୍କୁ ଆଉ କିସ୍ତି ଟଙ୍କା ମିଳିବନି। ରାସନ କାର୍ଡ଼ରେ ଯଦି ଆପଣମାନେ ପ୍ରତ୍ୟେକ ମାସ ରାସନ ସାମଗ୍ରୀ ପାଉଥିବେ ଆପଣଙ୍କର ରାସନ କାର୍ଡ଼ଟି ମଧ୍ୟ ରଦ୍ଦ କରିଦେବେ ସରକାର। ଏବଂ ଆବାସ ଯୋଜନା ପାଇଁ ଯଦି ଆବେଦନ କରିଥିବେ ତାହେଲେ ଆପଣମାନଙ୍କୁ ଆବାସ ଘର ମଧ୍ୟ ମିଳିବନି। ଏହାକୁ ନେଇ ସରକାରଙ୍କ ତରଫରୁ କ'ଣ ରହିଛି ସୂଚନା, ଅର୍ଥାତ୍ କହିବାକୁ ଗଲେ ସରକାରଙ୍କ ତରଫରୁ ଏହାକୁ ନେଇ କ'ଣ ସବୁ ନିୟମ ଗୁଡ଼ିକ ରହିଛି। ଆପଣ ଧାନ ମଣ୍ଡିରେ କେତେ କୁଇଣ୍ଟାଲ ଧାନ ବିକ୍ରୟ କଲେ କେଉଁ କେଉଁ ଯୋଜନାରୁ ଆପଣମାନେ ବାଦ୍ ପଡ଼ିବେ। ଆପଣ ଜାଣିଥିବେ ସରକାରଙ୍କ ତରଫରୁ ଯେଉଁ ଯୋଜନା ଗୁଡ଼ିକ ରହିଛି ସେହି ଯୋଜନା ଗୁଡ଼ିକରେ ଅଲଗା ଅଲଗା ପ୍ରକାରର ନିୟମ ରହିଛି। ଆପଣମାନଙ୍କର ସିଏମ୍ କିଷାନ ଯୋଜନାକୁ ନେଇ ଅଲଗା ନିୟମ ରହିଛି, ପିଏମ୍ କିଷାନ ଯୋଜନାକୁ ନେଇ ଅଲଗା ନିୟମ ରହିଛି, ସୁଭଦ୍ରା ଯୋଜନାରେ ଅଲଗା ନିୟମ ରହିଛି, ରାସନ କାର୍ଡ଼ରେ ଅଲଗା ନିୟମ ରହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଲଗା ନିୟମ ରହିଛି। ଏସବୁ ସୂଚନା ପାଇଁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଇନଫର୍ମେସନ୍ ଜଣାଇବି। ଆପଣ ଧାନ ମଣ୍ଡିରେ କେତେ କୁଇଣ୍ଟାଲ ଧାନ ବିକ୍ରୟ କଲେ ଆପଣମାନଙ୍କର ରାସନ କାର୍ଡ଼ଟି ଏବଂ ସୁଭଦ୍ରା ଯୋଜନା, ପିଏମ୍ କିଷାନ, ତା ସହିତ ସିଏମ୍ କିଷାନ ଏବଂ ପିଏମ୍ ଆବାସ ଯୋଜନାରୁ ସବୁଦିନ ପାଇଁ ବାଦ୍ ପଡ଼ିଯିବେ। ଅର୍ଥାତ୍ କହିବାକୁ ଗଲେ କେଉଁ ଯୋଜନାରେ କେତେ କୁଇଣ୍ଟାଲ ଆପଣମାନଙ୍କର ରହିଛି ଯାହା ସରକାରଙ୍କ ତରଫରୁ ମଧ୍ୟ ନିୟମାବଳୀ ରହିଛି। ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ପ୍ରମାଣ ସହ ମଧ୍ୟ ଦେଖେଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଯାହା ସରକାରଙ୍କ ତରଫରୁ ଘୋଷଣା ହୋଇଛି ଯେ ଆପଣମାନେ ଧାନ ମଣ୍ଡିରେ ଯଦି ଧାନ ବିକ୍ରୟ କରୁଛନ୍ତି ତାହେଲେ ସରକାରଙ୍କ ତରଫରୁ ଅନେକ ସାରା ଯୋଜନାରୁ ଆପଣମାନେ ବାଦ୍ ପଡ଼ିଯିବେ। ଯେମିତିକା ଆପଣମାନଙ୍କର ସୁଭଦ୍ରା ଯୋଜନା, ପିଏମ୍ କିଷାନ, ସିଏମ୍ କିଷାନ, ରାସନ କାର୍ଡ଼, ଆବାସ ଯୋଜନା, ଏମିତି ଅନେକ ସାରା ସରକାର ଯୋଜନାରୁ ଆପଣମାନେ ବାଦ୍ ପଡ଼ିଯିବେ। ଏଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ ମଣ୍ଡିରେ କେତେ କୁଇଣ୍ଟାଲ ଧାନ ବିକ୍ରୟ କଲେ ଏହିସବୁ ଯୋଜନାରୁ ଆପଣମାନେ ବାଦ୍ ପଡ଼ିଯିବେ। ସରକାରଙ୍କ ତରଫରୁ ଯେଉଁ ଯୋଜନା ଗୁଡ଼ିକ ରହିଛି ଆପଣମାନେ ସାମିଲ ରହିଛନ୍ତି, କିନ୍ତୁ ସେହି ଯୋଜନା ଗୁଡ଼ିକ ଆପଣମାନେ ବାଦ୍ ପଡ଼ିବେ କେତେବେଳେ, କେତେ କୁଇଣ୍ଟାଲ କେଉଁ ଯୋଜନାରେ ରହିଛି ଡିଟେଲ୍ସ ଆପଣମାନଙ୍କୁ କେହି ବି ଜଣାଉନଥିବେ। ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁ କିଛି ଜଣାଇଦେବି ପ୍ରମାଣ ସହ। ଆପଣମାନେ ଧୈର୍ଯ୍ୟର ସହ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଦେଖନ୍ତୁ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଯେଉଁ ଆପଣମାନଙ୍କର କ୍ରାଇଟେରିଆ ରହିଛି, ଯେଉଁ ଜାଗାରେ ଜଳସେଚନର ସୁବିଧା ରହିଛି ସେହି ଚାଷୀମାନେ 20 କୁଇଣ୍ଟାଲ ଦେଇପାରିବେ। ଆଉ ଯେଉଁ ଜାଗାରେ ଜଳସେଚନର ସୁବିଧା ନାହିଁ ସେହି ଚାଷୀମାନେ 12 କୁଇଣ୍ଟାଲରୁ 15 କୁଇଣ୍ଟାଲ ଭିତରେ ସେମାନେ ଧାନ ମଣ୍ଡିରେ ଧାନ ଦେଇପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାନ ମଣ୍ଡିରେ ଆପଣ କେତେ ଜମି ଦେଇଛନ୍ତି, ସେହି ଜମି ଅନୁସାରେ ଆପଣମାନଙ୍କର କୁଇଣ୍ଟାଲ ହିସାବ ହେଇଯିବ। ଯଦି ଆପଣ 2 ଏକର ଜମି ଦେଇଛନ୍ତି ତାହେଲେ ଆପଣମାନଙ୍କର 30 କୁଇଣ୍ଟାଲ ଧାନ ହେଇଯାଉଛି। କଥାଟି ସରିଲା। ମୋର କହିବାର ମାନେ 30 କୁଇଣ୍ଟାଲ ଧାନ ଯେଉଁ ଚାଷୀ ଭାଇମାନେ ମଣ୍ଡିରେ ଧାନ ବିକ୍ରୟ କରୁଛନ୍ତି ତାହେଲେ ସେମାନେ ସରକାରୀ ଯୋଜନାରୁ ବାଦ୍ ପଡ଼ିଯିବେ। ଆପଣ ଭାବୁଥିବେ କେଉଁ କେଉଁ ଯୋଜନାରୁ ବାଦ୍ ପଡ଼ିଯିବେ। ଦେଖନ୍ତୁ ସରକାରଙ୍କ ତରଫରୁ ପିଏମ୍ କିଷାନ, ସିଏମ୍ କିଷାନ, ସୁଭଦ୍ରା ଯୋଜନା, ରାସନ କାର୍ଡ଼, ପିଏମ୍ ଆବାସ ଯୋଜନା ଏସବୁ ଯୋଜନାରୁ ଚାଷୀ ଭାଇ ଜଣକ ବାଦ୍ ପଡ଼ିଯିବେ ଯଦି 30 କୁଇଣ୍ଟାଲ ଧାନ ମଣ୍ଡିରେ ବିକ୍ରୟ କରିଛନ୍ତି। ଆସନ୍ତୁ ଏହି ଯୋଜନା ଗୁଡ଼ିକର କ୍ରାଇଟେରିଆ କ'ଣ ରହିଛି ନଜର ପକାଇବା। ଦେଖନ୍ତୁ ପ୍ରଥମେ ମୁଁ ଆପଣମାନଙ୍କୁ ସିଏମ୍ କିଷାନ କଥା କହିବି। ସିଏମ୍ କିଷାନରେ କେବଳ କ୍ଷୁଦ୍ର
ଏବଂ ନାମମାତ୍ରା ଚାଷୀ ହିଁ ସିଏମ୍ କିଷାନରୁ ଫାଇଦା ଉଠାଇ ପାରିବେ। ସିଏମ୍ କିଷାନ ହିତାଧିକାରୀମାନଙ୍କ ପାଇଁ ଦିଆଯାଇଛି 2.5 ଏକର। 2.5 ଏକର ହିସାବରେ ଦେଖିବାକୁ ଗଲେ 30 କୁଇଣ୍ଟାଲରୁ ଆପଣମାନଙ୍କର ଅଧିକ ରହୁଛି। ଆପଣମାନେ ସିଏମ୍ କିଷାନରୁ କିସ୍ତି ଟଙ୍କା ପାଇପାରିବେ। ଆପଣମାନଙ୍କର କୌଣସି ଅସୁବିଧା ହେବା ନାହିଁ। ତାପରେ ଆପଣମାନଙ୍କର ସୁଭଦ୍ରା ଯୋଜନା ରହିଛି। ସୁଭଦ୍ରା ଯୋଜନାରେ ଯେଉଁ କ୍ରାଇଟେରିଆ ଦେଇଛି, ଜଳସେଚିତ ଜମିର ପରିମାଣ 5 ଏକରରୁ ଅଧିକ, ଅଣଜଳସେଚିତ ଜମିର ପରିମାଣ 10 ଏକରରୁ ଅଧିକ ହୋଇଥିବ। ତ ଏହି କାରଣ ପାଇଁ ବହୁତ ହିତାଧିକାରୀମାନେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଛନ୍ତି। ଏଠି ଆପଣ କନଫର୍ମ ହୋଇଯାଇଥିବେ, ଧାନ ମଣ୍ଡିରେ ଯଦି ଆପଣ 30 କୁଇଣ୍ଟାଲ ଧାନ ବିକ୍ରୟ କରୁଛନ୍ତି, ତାହେଲେ ଆପଣମାନେ ସିଏମ୍ କିଷାନରୁ ବାଦ୍ ପଡ଼ିବେନି କି ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେନି। ହିସାବ ଅନୁସାରେ ମୁଁ ଆପଣମାନଙ୍କୁ ପ୍ରମାଣ ସହ ମଧ୍ୟ ଦେଖାଉଛି। କିନ୍ତୁ ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେଉଛି, ଆପଣମାନେ ଧାନ ମଣ୍ଡିରେ 30 କୁଇଣ୍ଟାଲ ଯଦି ଆପଣ ଧାନ ବିକ୍ରୟ କରୁଛନ୍ତି, ତାହେଲେ ଆପଣମାନଙ୍କର ସୁଭଦ୍ରା ଯୋଜନା, ସିଏମ୍ କିଷାନ ଯୋଜନା, ପିଏମ୍ କିଷାନ ଯୋଜନା, ତାପରେ ଆବାସ, ରାସନ କାର୍ଡ଼ ଏସବୁ କଟିଯିବ ବୋଲି। ତ ମୁଁ ଆପଣଙ୍କୁ ଗୋଟି ଗୋଟି ପ୍ରମାଣ ସହ ମଧ୍ୟ ଦେଖାଉଛି, ଆସନ୍ତୁ। ତାପରେ ଆପଣମାନଙ୍କର ପିଏମ୍ କିଷାନ ଯୋଜନା। ପିଏମ୍ କିଷାନ ଯୋଜନାରେ ଯେଉଁ କ୍ରାଇଟେରିଆ ରହିଛି, ସମସ୍ତ ଯୋଗ୍ୟ ଚାଷୀ ଯେଉଁମାନଙ୍କ ପାଖରେ ଚାଷ ଜମି ରହିଛି, ସେମାନେ ବର୍ଷକୁ ସମାନ 3ଟି କିସ୍ତିରେ 2,000 ଟଙ୍କା 2,000 ଟଙ୍କା କରି ବର୍ଷକୁ 6,000 ଟଙ୍କା ପ୍ରାପ୍ତ କରନ୍ତି। ତ ଏଠି ଆପଣମାନେ କନଫର୍ମ ହେଇଯାଆନ୍ତୁ ଯେ ସିଏମ୍ କିଷାନରେ ଏବଂ ପିଏମ୍ କିଷାନ ଏବଂ ସୁଭଦ୍ରା ଯୋଜନାରେ ଧାନ ମଣ୍ଡିରେ ଯଦି ଆପଣ 30 କୁଇଣ୍ଟାଲରୁ ଅଧିକ ଧାନ ଦେଉଛନ୍ତି ମଧ୍ୟ ଆପଣମାନଙ୍କର ଏହି ଯୋଜନା ଗୁଡ଼ିକ କଟିବ ନାହିଁ। ପିଏମ୍ କିଷାନ ଆପଣମାନଙ୍କର ଆଦୌ କଟିବ ନାହିଁ। ପିଏମ୍ କିଷାନରେ ଯେଉଁ କ୍ରାଇଟେରିଆ ଦେଇଛି, ଚାଷୀଙ୍କ ପାଖରେ ଚାଷ ଜମି ଥିଲେ ପିଏମ୍ କିଷାନର ସେ ଯୋଗ୍ୟ ହେବେ କିସ୍ତି ଟଙ୍କା ପାଇବା ପାଇଁ। ତ ଆପଣମାନେ କନଫର୍ମ ହେଇଯାଇଥିବେ, ଚାଷ ଜମି ଆପଣଙ୍କର ଯେତେ ଥାଉ ନା କାହିଁକି, ଆପଣମାନଙ୍କୁ ପିଏମ୍ କିଷାନର କିସ୍ତି ଟଙ୍କା ମିଳିବ ଯଦି ଆପଣ ଜଣେ ଚାଷୀ ହୋଇଥିବେ। କହିବାକୁ ଗଲେ ଆପଣ ଧାନ ମଣ୍ଡିରେ ଯେତେ ଧାନ ବିକ୍ରୟ କରନ୍ତୁ, ଆପଣମାନଙ୍କର ପିଏମ୍ କିଷାନର କିସ୍ତି ଟଙ୍କା କଟିବ ନାହିଁ। ତାପରେ ଆପଣମାନଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଦେଖନ୍ତୁ, ଯେଉଁ ହିତାଧିକାରୀମାନେ ସିଏମ୍ କିଷାନର ହିତାଧିକାରୀ ଅଟନ୍ତି, ତ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଦେଇଛନ୍ତି। ସେମାନଙ୍କୁ ମଧ୍ୟ ପିଏମ୍ ଆବାସ ଘର ମିଳିବ। ଆପଣମାନେ ଟେନସନ୍ ନେବାର ନାହିଁ। ତ 30 କୁଇଣ୍ଟାଲରୁ ଅଧିକ ଧାନ ବିକ୍ରୟ କଲେ ବି ଆପଣମାନଙ୍କୁ ଆବାସ ଘର ମିଳିବ, ଆପଣ ଯଦି ସିଏମ୍ କିଷାନର ହିତାଧିକାରୀ ଅଟନ୍ତି। ତାପରେ ଆପଣମାନଙ୍କର ରହିଲା ରାସନ କାର୍ଡ଼। ତ ଦେଖନ୍ତୁ, ରାସନ କାର୍ଡ଼କୁ ନେଇ ସରକାରଙ୍କ ତରଫରୁ ଆନୁଷ୍ଠାନିକ ଭାବେ କୌଣସି ଗାଇଡ଼ଲାଇନ୍ସ ଘୋଷଣା କରାଯାଇନାହିଁ। ତ ଆମେ ବି ଦେଖୁଛେ ଧାନ ମଣ୍ଡିରେ ଯେଉଁମାନେ ଧାନ ବିକ୍ରୟ କରୁଛନ୍ତି, ତ ସେମାନଙ୍କର ରାସନ କାର୍ଡ଼ କଟିବାର ଆମେ ଦେଖିନାହୁଁ କି ସରକାରଙ୍କ ତରଫରୁ ସେମିତି କିଛି ଆସିନାହିଁ ଯେ କି 30 କୁଇଣ୍ଟାଲ ଧାନ ବିକ୍ରୟ କଲେ ଆପଣମାନଙ୍କର ରାସନ କାର୍ଡ଼ଟି କଟିଯିବ। କିନ୍ତୁ ଯେପର୍ଯ୍ୟନ୍ତ ଆମେ ସରକାରଙ୍କ ତରଫରୁ ଆନୁଷ୍ଠାନିକ ଭାବେ ଗାଇଡ଼ଲାଇନ୍ସଟିକୁ ଜାଣିନୁ, ତ ଆମେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ତ ରାସନ କାର୍ଡ଼ରେ ସେମିତି କିଛି ଗାଇଡ଼ଲାଇନ୍ସ ସରକାରଙ୍କ ତରଫରୁ ଆସିନାହିଁ, ଧାନ ମଣ୍ଡିରେ ଆପଣ ଧାନ ଏତିକି ବିକ୍ରୟ କଲେ ଆପଣମାନଙ୍କର ରାସନ କାର୍ଡ଼ କଟିଯିବ ବୋଲି। ତ ଆପଣମାନେ କନଫର୍ମ ହେଇଯାଇଥିବେ, ସୋସିଆଲ ମିଡ଼ିଆରେ ଯେଉଁ ଭାଇରାଲ ହେଉଥିଲା, ଧାନ ମଣ୍ଡିରେ ଯଦି ଆପଣ 30 କୁଇଣ୍ଟାଲ ଧାନ ବିକ୍ରୟ କରୁଛନ୍ତି, ଏଇ ସବୁ ଯୋଜନାରୁ ବାଦ୍ ପଡ଼ିଯିବେ। ଆପଣମାନେ ନିର୍ଦ୍ୱନ୍ଦରେ ରୁହନ୍ତୁ, କୌଣସି ଯୋଜନା ଆପଣମାନଙ୍କର କଟିବ ନାହିଁ।